ମତେ ଦୀପାହାର ନଦେଲେ ମୁଁ ବିଲରେ ଚାଷ କରିବିନି। ଏଇ ଷ୍ଟେଟମେଣ୍ଟଟା ବଳଦ ପାଇଁ ଠିକ ଅଛି, ସରକାର ପାଇଁ ନୁହଁ। ଭାଇ ଗୋଟେ କଥା ଭାବ, ଯଦି ତମ ପାଖରେ 151ଟି ପୋଷ୍ଟ ଥିଲା, ତାହେଲେ କଣ ପାଇଁ ତମେ ତାକୁ ଲୁଚେଇକି ରଖିଥିଲ? ଯେତେବେଳେ ତମେ 314 ପୋଷ୍ଟ ବାହାର କଲ, ସେଇ ସାଙ୍ଗରେ ବାହାର କରିପାରିଥାନ୍ତ। ବଟ୍ ନା, ପିଲା ବାରମ୍ବାର ପ୍ରୋଟେଷ୍ଟ କଲେ, କମ୍ପ୍ଲେନ କଲେ, ଗ୍ରିଭାନ୍ସ ଦେଲେ, ତମେ ତାପରେ 151ଟି ପୋଷ୍ଟକୁ ବଢେଇ ଦେଲ। ଛାଡ଼, ଯାହା ବି ହଉ, ଆମର ଭାକାନ୍ସି ଆସି ସାରିଛି। ହଁ, ଯଦି ମୁଁ କହିବି ନା ସବୁ ତକ ସେ ଛାଡ଼ିଥାନ୍ତେ, ଭାଇ 800 ପ୍ଲସ୍ ଭାକାନ୍ସି ଥାନ୍ତା। ବଟ୍ ଛାଡ଼, ଯେତିକି ଆସିଛି କିଛି କମ୍ ନାହିଁ, 465 ପୋଷ୍ଟ ବହୁତ ଭଲ ଅଛି। ଏଇ ବର୍ଷ ତୁଳନାରେ, ମାନେ ଯୋଉ ବର୍ଷ ଗଲା ଆମର, ହେଲା, ତା ହିସାବରେ ଇଏ ତ ବହୁତ ଭଲ ଅଛି। ବାକି ସବୁ ଆମର ସେମ୍ ଅଛି, ନୋଟିଫିକେସନରେ କିଛି ଚେଞ୍ଜ ହେଇନି। ଖାଲି ଦେଖିବା ଆମର ଯଦି ଓଏସ୍ର ଯୋଉ ପୋଷ୍ଟ ଥିଲା, ସେଇଠି ଆମର 14ଟି ପୋଷ୍ଟ ପଳେଇ ଆସିଛି, ଯୋଉ ଭିତରୁ 4ଟି ପୋଷ୍ଟ ଆମର ଓମେନ୍ ପାଇଁ ରିଜର୍ଭ ଅଛି। ଆଣ୍ଡ ଓଡ଼ିଶା ପୋଲିସ ସର୍ଭିସ ସେମ୍ ରହିଛି। ତାପରେ କ'ଣ, ସବୁଠୁ ଇମ୍ପୋର୍ଟାଣ୍ଟ ଯୋଉଟା ପିଲା ଡିମାଣ୍ଡ କରନ୍ତି, ଓଡ଼ିଶା ରେଭିନ୍ୟୁ ସର୍ଭିସ କି। ଓଡ଼ିଶା ରେଭିନ୍ୟୁ ସର୍ଭିସ ମାନେ କ'ଣ, କି ଆପଣ 3 ବର୍ଷରେ ଆପଣ ଇଲିଜିବଲ୍ ହେଇଯିବେ କି ଓଏସ୍ ପାଇଁ। ଓକେ। ବଟ୍ କ'ଣ, ଆଜିକା ଡେଟ୍ରେ 5ରୁ 6 ବର୍ଷରେ ଆପଣଙ୍କର ଓଏସ୍ ପାଇଁ ଆପଣଙ୍କ ପ୍ରମୋସନ ହେଇଯାଉଛି। ତ ସେଇଠି 113ଟି ପୋଷ୍ଟ ଆସିଛି, 113 ପୋଷ୍ଟ ଆଣ୍ଡ 14ଟା ଆମର ଓଏସ୍ ପୋଷ୍ଟ, ଯୋଉଟା ହାଇ ଡିମାଣ୍ଡ ପୋଷ୍ଟ ଥାଏ ଓପିଏସ୍ ଅଣ୍ଡରରେ। ଓକେ। ସୋ ବାକି ନୋଟିଫିକେସନ ବିଲକୁଲ ସେମ୍ ଅଛି, କିଛି ଚେଞ୍ଜ ହେଇନି। ଆଉ ହଁ, କିଛି ନୂଆ ପୋଷ୍ଟ ଗୁଡ଼ା ଆଡ୍ ହେଇଛି, ତାକୁ ଦେଖିଦେବ। ସବୁଠୁ ମେନ୍ କଥା କହିବି କ'ଣ, ସବୁଠୁ ବଡ଼ କଥା ହେଉଛି ଏଇଭଳିଆ ସୁଯୋଗ ପ୍ରତିବର୍ଷ ମିଳିବନି ତମକୁ। ମେ ବି ମିଳିଛି ଏଇ ବର୍ଷ, ମେ ବି ନେକ୍ସଟ ମିଳି ନପାରେ। ଏବେ ଦେଖ, ଆମର 200 ଭାକାନ୍ସି ଥିଲା, ଚାଲିଛି ଆମର ଏକ୍ଜାମ ଚାଲିଛି। ଏବେ 400, ଆମର କେତେ, ଆମର 65 ହେଇଗଲା। ମୁଁ କହିବା କଥା କ'ଣ, ଏଠି ମୁଁ କହିବା କଥା ହେଉଛି ଏଠି କି ଏତେ ସାରା ଭାକାନ୍ସି ଆସିଛି, ତାର ଫାଇଦାଟା ଉଠାଅ, ହେଲା। ଏଇଟାକୁ ଏମିତି ସ୍କିପ୍ କରନି। ତ ଏଠି ଜିନିଷ କ'ଣ କରିବ ନା, ମନେ ରଖ, ଯେତିକି ତମେ ଭାବୁଥିବ ନା ମୁଁ ଟେଷ୍ଟ ସିରିଜ୍ ନେଇଯିବି, ମୋର ହେଇଯିବ, କିଛି ଏମସିକ୍ୟୁ ବୁକ୍ ନେଇଯିବି, ହେଇଯିବ, ଏମିତି ହୁଏନି। ତମେ ଯେକୌଣସି ଉଠାଇ ଦିଅ। ଟେଷ୍ଟ ସିରିଜ୍ ମାନେ କ'ଣ, ଟେଷ୍ଟ ସିରିଜ୍ ମାନେ ହେଉଛି କି ତମେ ସବୁ କିଛି ପଢିଛ, ତମେ ଖାଲି ଟେଷ୍ଟ କରୁଛ କି ମୁଁ କୋଉ ଲେବୁଲରେ ଅଛି। ନହେଲେ ମତେ କହୁନ, କେତେଟା କିଏ ପିଲା କହିଦେବେ କି ଏଇ ଟେଷ୍ଟ ସିରିଜରୁ ଏତେଟା କ୍ୱେଶ୍ଚନ ପଳେଇ ଆସୁଛି ବୋଲି? ଆସେନି। ଗୋଟେ ଦିଟା କ'ଣ ସେ ମ୍ୟାଚରେ ପଳେଇ ଆସେ, ବୁଝିଲା। ତ ଯେ ପର୍ଯ୍ୟନ୍ତ ଆପଣ ପାଠ ପଢିନାହାନ୍ତି, ବେସିକ୍ ନ ପଢିଛନ୍ତି, ତାହେଲେ ଟେଷ୍ଟ ସିରିଜ୍ ଦେଖି କ'ଣ କରିବେ? ସୋ ଆପଣ ଦେଖନ୍ତୁ, ୟୁଟ୍ୟୁବରେ ଫ୍ରି ଅଫ୍ କୋଷ୍ଟ ସବୁଠି ମିଳିଯାଉଛି। ଅଦରୱାଇଜ ନା, ଆପଣ ପଳାନ୍ତୁ ମୋ ଚ୍ୟାନେଲକୁ, ପ୍ଲେଲିଷ୍ଟରେ ଦେଖିବେ, ସେଠି ପ୍ରିଲିମ୍ସ ପ୍ଲସ୍ ମେନ୍ ପାଇଁ, ମେନ୍ର କ'ଣ GS1, GS2 ଆଣ୍ଡ GS4 ସବୁ କିଛି ଅପଲୋଡ଼ ହେଇଛି। କେବଳ GS3 ହେଇନି, ଆମେ ଷ୍ଟାର୍ଟ ହେଇଯିବ ବହୁତ ଜଲ୍ଦି। ଓକେ। ତ ଯାଆନ୍ତୁ, ସେଇଠି ଆରାମସେ ବସିକରି ପ୍ରିଲିମ୍ସ ଆଣ୍ଡ ମେନ୍ ସବୁ କିଛି ପଢ଼ନ୍ତୁ, ହେଲା। କିଛି ପଇସା ଆବଶ୍ୟକ ନାହିଁ। ଯାହା ପାଖରେ ପଇସା ଅଛି ସେମାନେ କୋଚିଂ ଆଫୋର୍ଡ କରିପାରନ୍ତି। ମୁଁ କହୁଛି ତାଙ୍କ ପାଇଁ ଯାହାର ପଇସା ନାହିଁ, ସେ ଘରେ ବସିକରି ବିଲକୁଲ ଆରାମସେ ପଢ଼ିପାରନ୍ତୁ। ଆଉ ହଁ, ଏଇଟା ଆମେ ଫ୍ରିରେ ପଢ଼ୁଛେ ବୋଲି ଏଇଟା ଭାବିନି କି ଆମେ କ୍ୱାଲିଟିରେ ଆମେ କେବେ କରୁଛୁ କମ୍ପ୍ରମାଇଜ। ଥରେ ଯାଅ ଲେକ୍ଚରକୁ, ତୁମେ ଦେଖିବ, ଦେଖିବ କି ଆମର କ୍ୱାଲିଟି କ'ଣ ଲେକ୍ଚରର। ଓକେ। ଥ୍ୟାଙ୍କ ୟୁ, ବେଷ୍ଟ ଅଫ୍ ଲକ୍।